ଜୟ ଜଗନ୍ନାଥ ସାଙ୍ଗମାନେ। ଏଇଠି ସକାଳ ଉଠିକି ଦେଖିଲା ବେଳକୁ ଫୁଲକୋବିର ଅବସ୍ଥା ଏଇଭଳିଆ ହେଇଛି। ମାନେ କାଲି ରାତିରେ ସାନ ଭାଇ ନେଇକି ଆସିଥିଲା, ଭାବିଲା ବଢିଆ କୋବି ଥିବ। ଏତିକି କୋବି 100 ଟଙ୍କା, ମାନେ ଆଉ 4ଟା ଖଣ୍ଡେ ଏକ୍ସଟ୍ରା ଥିଲା। ମୁଁ ତାକୁ ଗତକାଲିରେ ଭାଜି ଦେଇଥିଲି, ସେ କହିଲା ମତେ ଟିକେ ଭାଜିଦେ ଖାଇବା, ତ 3-4ଟା ମାତ୍ର ଭାଜିଥିଲି, ଆଉ ଭାବିଲି ଏତିକି ରଖିଦେବି ଆଉ କେବେ କରିଦେବି ଆଉ। ଦେଖିଲା ବେଳକୁ ଆଜି ମାନେ ଧୋଇ ଧୁଆକି ରଖିଥିଲି ଶୁଖେଇକି, ଫ୍ରିଜରେ ଆଜି ପୁରେଇବି ବୋଲି ବାହାରିଲା ବେଳକୁ ତାର ଅବସ୍ଥା ଏଇଭଳିଆ ହେଇଯାଇଛି। ତାକୁ ଆଉ କଣ ଫୋପାଡ଼ିବି, ଯୋଉ ପରିବାର ରେଟ୍ ହେଲାଣି, ସେଥିପାଇଁ ଭାବିଲି ତାକୁ କାଟି କୁଟିକି ଟିକେ ଭଲକି ଏଇଠି ହଳଦୀ ପାଣି ଆଉ ଲୁଣ ଟିକେ ଦେଇକି ତାକୁ ଟିକେ ଗପ ଗପ ଟିକେ ଫୁଟିଗଲା ପରେ ତାକୁ ଭାଜିବି ଭାବୁଛି ପିଆଜ ଦେଇକି, କାହିଁକି ନା ତାର ସ୍ମେଲ ବି ଟିକେ ପଳେଇବ। ଆଉ ଏଇଠି ଗାଧେଇ ଆସିଲା ପରେ ମୋ ଚା ଫୁଟିଗଲାଣି। ସାଙ୍ଗମାନେ ଗୋଟେ ସତ କଥା କହିବେ, ଆମ ଓଡିଆ ଘର ମାନଙ୍କରେ ଯଦି କିଛି ଇନ କେସ୍ ମାନେ ଖାଇବା ହେଇନି ସକାଳ ବେଳା, ମାନେ ବାସି ରୁଟିଟା ଅଛି, ତରକାରୀ କୌଣସି କାମ ବ୍ୟସ୍ତତାରେ ହେଇପାରିନି, ତ ସବୁଠାରୁ ଆମ ମାନଙ୍କର କମ୍ଫର୍ଟ ଖାଇବା କଣ କହିଲେ? ଏମିତି ଚା କରିଦେବେ, ଆଉ ତା ସହିତ ରୁଟିକୁ ଟିକେ ଏମିତି ରୋଲ ଭଳିଆ କରିଦେଇକି ଚା ସାଙ୍ଗରେ ରୁଟିଟା ଟିକେ ଖାଇଦେବେ, ମନ ଶାନ୍ତି, ପେଟ ବି ଶାନ୍ତି। ତାପରେ ଏଇଠି ଦିହିପର ଖାଇବା ପାଇଁ ମୁଁ ଏଇଠି ଡାଲି ଟିକେ ସିଝେଇକି ରଖିଥିଲି, ଆଉ ଏଇଠି ତ ରଖିଛି ମୁଁ ତାକୁ ଫୁଲକୋବିଟାକୁ, ଆଉ ଏଇଠି ଟିକେ କଲରା ଗୋଟା ଭାଜିବା ପାଇଁ ସିଝେଇକି ରଖିଦେଇଥିଲି ଲୁଣ ଦେଇକି, ଆଉ ଏଇଠି ଆଳୁ ଟିକେ ରଖିଦେଇଛି ସିଝା, କାହିଁକିନା ତାକୁ ଟିକେ କରିବି ଟିକେ ଭର୍ତ୍ତା। ତ ଫାଇନାଲି ମୋର ଯାହା ଯାହା କହିଥିଲି ସେୟା ସବୁ ମୋର ରେଡି ହେଇଯାଇଛି। ଏଇଠି ମୋର ଆଜି ତେଲ ଟିକେ ପଡିଗଲା ଅଧିକ ମୋର ଭର୍ତ୍ତାଟାରେ, କଣ କରିବା ଆଉ। ଆଉ ଏଇଠି କଲରା ବଢିଆ ଦେଖା ହଉଥିଲା, କଲରା ବିଶ୍ୱାସ କରନ୍ତୁ। ଆଉ ଏଇଟା ପୁରୁଣା ବାସି ଖାଦ୍ୟ, ଆଉ ତ ଫୋପାଡିବାକୁ ଇଚ୍ଛା ହଉନି, ସେଥିପାଇଁ ଟିକେ ଗରମ କରିଦେଲି କାଲିକାର ଖାଦ୍ୟକୁ। ଆଉ ଏଇଠି ଗୋଟେ ପିଲା, ସେ ଏମିତି ହଉଛି ଘରେ, ଆଜି ତାର ଛୁଟି, ସେଥିପାଇଁ ବାପାଙ୍କ ଡ୍ରେସ ପିନ୍ଧିକି ନାଟ କରୁଛି। ଆଉ ଏଠି ତା ପାଇଁ ବାଢି ଆଣିଥିଲି ଖାଇବା। ଆଉ ଖାଦ୍ୟ ହେଇଗଲା ପରେ ଟାଇମରେ ଖାଇଦବାଟା ସବୁଠୁ ବେଷ୍ଟ ଜିନିଷ। ଏଇଠି ଦେଖୁନାହାନ୍ତି, ତା ମାନେ ନାଟକଟା ଦେଖିଲେ ମୁଣ୍ଡ ଖରାପ। ତାପରେ ହଜବେଣ୍ଡଙ୍କ ପାଇଁ ଏଇଠି ମୁଁ ନେଇ ଆସିଥିଲି ଖାଇବାକୁ, ମାନେ ବାଢି ଦେଇଥିଲି, ସେ କହିଲେ ପଖାଳ ଖାଇବେ ବୋଲି। ଆଉ ଏଠି ଡାଲି ବି ଥୋଇଛି, ସେ ବେଳେ ବେଳେ ପଖାଳକୁ ଚିପୁଡିକି ଡାଲିରେ ଗୋଳେଇକି ଖାଆନ୍ତି। ତାପରେ ସିଏ ଖାଇସାରିଲା ପରେ ମୁଁ ଏଇଠି ବାଢିବା ପାଇଁ ମାନେ ବାଢିକି ନେଇ ଆସିଛି, ତାଙ୍କ ଦେଖା ଦେଖି ମତେ ବି ପଖାଳ ଖାଇବାକୁ ବହୁତ ଇଚ୍ଛା ହେଲା। ଏଇ କଲରା ଗୋଟା କଲରା ଭଜା ଦେଖିଲା ବେଳକୁ ଉପରଟା ଏତେ ସୁନ୍ଦର ଦେଖାଯାଉଥିଲା, ମୁଁ ଲୋଭ ସମ୍ଭାଳି ନ ପାରିକି ମୁଁ ଭାବିଲି ନାଇଁ ଆଜି ମୁଁ ଦିଟା ପଖାଳ ଖାଇବି ଆଉ। ତ ପଖାଳ ନେଇ ଆସିଥିଲି, ଆଉ ଏତେ ସୁନ୍ଦର କଲରା ଭଜା, ଓହ ମୋର ତ ବହୁତ ଫେଭରାଇଟ କଲରା, ଆପଣ ମାନେ ପୂର୍ବ ଭିଡିଓରେ ବି ଦେଖିକି ଜାଣିଥିବେ। ଆଉ ତା ସହିତ ଗୋଟେ ଛୋଟ ବାଇଟ କାକୁଡି, ବଢିଆ, ମନ ଶାନ୍ତି ପୁରା। ଆଉ ତା ସାଙ୍ଗରେ ଯଦି ଟିକେ ଲଙ୍କା ଖାଇବେ, ଆହୁରି ଟେଷ୍ଟ। ଆଶା କରୁଛି ମୋ ଭିଡିଓଟି ଆପଣମାନଙ୍କୁ ଭଲ ଲାଗିଥିବ, ଆଉ ଯଦି ଭଲ ଲାଗିଥିବ ଲାଇକ୍ ସେୟାର ସବସ୍କ୍ରାଇବ କରିବାକୁ ଜମା